ଭଗବାନଙ୍କ ଲାଠି ମାଡ଼ର ଶବ୍ଦ ନାହିଁ, କିନ୍ତୁ ଯେତେବେଳେ ପଡ଼େ ମନୁଷ୍ୟ କେଉଁଠିର ମଧ୍ୟ ହୁଏ ନାହିଁ। ଏକ ଘରୋଇ ଚାକିରିରୁ ଅବସର ନେଇଥିବା 65 ବର୍ଷୀୟ ରାମପ୍ରକାଶ ଜୀ ଆଜି ସକାଳେ ଭ୍ରମଣ କରି ଘରକୁ ଫେରୁଥିବା ବେଳେ ତାଙ୍କ ମନରେ ଭାବିବାକୁ ଲାଗିଲେ, ଅବସର ପ୍ରାପ୍ତ କରିବା ସମୟରେ ମୁଁ ଭାବିଥିଲି ମୁଁ ବନ୍ଧନରୁ ମୁକ୍ତି ଆଡ଼କୁ ଯାଉଛି, କିନ୍ତୁ ବର୍ତ୍ତମାନ ମୁଁ ବୁଝିପାରୁନାହିଁ ଏହାକୁ ଜୀବନର ସ୍ୱାଧୀନତା କହିବି ନା ଜୀବନରେ ହିଁ ମୃତ୍ୟୁର ପୂର୍ବାଭାସ। ଜୀବନ ଶୂନ୍ୟ ଲାଗୁଛି। ଗୋଟିଏ ଗୋଟିଏ ମୁହୂର୍ତ୍ତ ଅତି କଷ୍ଟରେ ତିଳ ତିଳ କରି ଗତି କରୁଛି। ସେ ନିଜ ଗାଁର ବ୍ୟସ୍ତବହୁଳ ଦିନଚର୍ଯ୍ୟାକୁ ମନେ ପକାଇବା ଆରମ୍ଭ କଲେ। ସେହି କିଛି ନିର୍ଦ୍ଦିଷ୍ଟ ରାସ୍ତା, ସେହି ହାତ ଗଣତିର ଲୋକ, ସବୁକିଛି ଏତେ ଛୋଟ ଯେ ଗୋଟିଏ ଦିନରେ ପୁରା ଗାଁକୁ ମାପି ହେବ ଏବଂ ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭେଟି ହେବ। ସେତେବେଳେ ଲାଗୁଥିଲା ଯେପରି ଦୁନିଆ ମୋ ହାତରେ ଅଛି। ସେହି ଛୋଟ ଦୁନିଆରୁ ବାହାରକୁ ବାହାରିବା ମାତ୍ରେ ସବୁକିଛି ହଜିଗଲା। ବାସ୍ତବରେ ସହରକୁ ଆସିବା ପୂର୍ବରୁ ରାମପ୍ରକାଶ ଜୀ ତାଙ୍କ ପତ୍ନୀ ସୁନେନା ଏବଂ ପୁଅ ସୌରଭଙ୍କ ସହ ଗାଁରେ ରହୁଥିଲେ, କିନ୍ତୁ ପୁଅ ସୌରଭର ଉଚ୍ଚଶିକ୍ଷା ପାଇଁ ତାଙ୍କୁ ସେହି ଗାଁରୁ ସହରକୁ ଆସିବାକୁ ପଡ଼ିଥିଲା, ଯେଉଁଠାରେ ସେ ତାଙ୍କ ଘର କିଣିଥିଲେ। କିନ୍ତୁ ସହରକୁ ଆସିବାର 3 ବର୍ଷ ପରେ ତାଙ୍କ ପତ୍ନୀଙ୍କର ହୃଦଘାତରେ ମୃତ୍ୟୁବରଣ ହୋଇଥିଲା। ଉଚ୍ଚଶିକ୍ଷା ପରେ ସୌରଭ ଚାକିରି ପାଇଁ ବିଦେଶ ଚାଲିଯାଇଥିଲା। ସେହି ବିଶ୍ୱବିଦ୍ୟାଳୟରେ ସୌରଭର ଶିକ୍ଷାଗତ ଜୀବନ ମଧ୍ୟ ବହୁତ ଉଜ୍ଜ୍ୱଳ ଥିଲା, ଯେଉଁ କାରଣରୁ ସେ ସେଠାରେ ଚାକିରି ପାଇଥିଲା ଏବଂ ଭାରତୀୟ ଝିଅ ସୁପ୍ରିୟାଙ୍କୁ ବିବାହ କରିଥିଲା ଏବଂ ସେଠାକାରେ ହିଁ ହୋଇ ରହିଗଲା। ପ୍ରଥମେ ପ୍ରଥମେ ସୌରଭ ବେଳେବେଳେ ସେମାନଙ୍କୁ ଫୋନ୍ କରିଦେଉଥିଲା, କିନ୍ତୁ ଏବେ ଅନେକ ମାସ ବିତିଗଲେ ମଧ୍ୟ ରାମପ୍ରକାଶ ଜୀ ତାଙ୍କ ପୁଅ ସହ କଥା ହୋଇପାରୁନଥିଲେ। ରାମପ୍ରକାଶ ଜୀ ଏହି ବଡ଼ ସହରରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ। ଆଜି ରାମପ୍ରକାଶ ଜୀ ଭ୍ରମଣ କରି ଘରକୁ ଫେରିବା ପରେ ହଠାତ୍ ଫୋନ୍ ବାଜିଲା। ସେ ରିସିଭର ଉଠାଇଲେ ଏବଂ ଅନ୍ୟପଟରୁ ଏକ ସ୍ୱର ଆସିଲା, ହ୍ୟାଲୋ ବାପା, ମୁଁ ସୌରଭ କହୁଛି। ହଁ ପୁଅ, କହ, ତୁ କେମିତି ଅଛୁ? ପିଲାମାନେ କେମିତି ଅଛନ୍ତି? ଗୋଟିଏ ନିଶ୍ୱାସରେ ରାମପ୍ରକାଶ ଜୀ ଅନେକ ପ୍ରଶ୍ନ ପଚାରିନେଲେ। ବାପା, ଆମେ ସମସ୍ତେ ଭଲରେ ଅଛୁ। ଆପଣଙ୍କ ସ୍ୱାସ୍ଥ୍ୟ କେମିତି ଅଛି? ଠିକ୍ ଅଛି ପୁଅ। ଏବେ ସ୍ୱାସ୍ଥ୍ୟ ବିଷୟରେ କ'ଣ? ଏହି ବୟସରେ କିଛି ନା କିଛି ତ ଲାଗି ରହିଥାଏ, କିନ୍ତୁ ଶରୀର ଗତିଶୀଳ ଅଛି। ତେଣୁ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି। କ'ଣ କଥା ପୁଅ, ଆଜି ବହୁତ ଦିନ ପରେ ମୋତେ ମନେ ପକାଇଲୁ? ବାପା, ମୁଁ କ'ଣ କହିବି, ଜୀବନ ଏତେ ବ୍ୟସ୍ତ ହୋଇଯାଇଛି ଯେ ମୋତେ ଫୋନ୍ କରିବାକୁ ସମୟ ହିଁ ମିଳୁନାହିଁ। ମୁଁ ଦୀର୍ଘ ଦିନ ଧରି ଭାବୁଥିଲି ଯେ ମୁଁ ଆପଣଙ୍କୁ ଫୋନ୍ କରିବି, କିନ୍ତୁ କୌଣସି କାରଣବଶତଃ କିଛି କାମରେ ବ୍ୟସ୍ତ ହୋଇଯାଉଥିଲି। ତୁ ସତ କହୁଛୁ ପୁଅ। ପଦ ବଢ଼ିବା ସହିତ ଦାୟିତ୍ୱ ଆହୁରି ବଢ଼ିଯାଏ। ବାପା, ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି। ଆପଣ ଖରାପ ଭାବିବେ ନାହିଁ ତ? କହ ନା ପୁଅ, ଏଥିରେ ଖରାପ ଭାବିବାର କ'ଣ କଥା ଅଛି? ବାପା, ମୁଁ ଭାବିଥିଲି ଯେ ଆପଣ ସେଠାରେ ଭାରତରେ ସମ୍ପୂର୍ଣ୍ଣ ଏକୁଟିଆ ଅଛନ୍ତି। ବର୍ତ୍ତମାନ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନାହିଁ ଏବଂ ଆପଣ ଜାଣନ୍ତି ଯେ ଆମେ ବହୁତ କମ୍ ଭାରତକୁ ଆସିଥାଉ। ତେଣୁ ଯଦି ଆପଣ ଠିକ୍ ଭାବନ୍ତି, ତେବେ ଆମ ସହିତ ଅଷ୍ଟ୍ରେଲିଆ ଚାଲି ଆସନ୍ତୁ। ଏଠାରେ ଆପଣଙ୍କ ଉଭୟ ନାତି ନାତୁଣୀ ମଧ୍ୟ ଆପଣଙ୍କ ସହିତ ମିଶି ଖୁସି ହେବେ ଏବଂ ଆପଣଙ୍କ ସମୟ ମଧ୍ୟ ଖୁସିରେ କଟିବ। ମୁଁ ଆପଣଙ୍କ ପାଇଁ ଚିନ୍ତିତ। ଯଦି ଆପଣ ଏଠାକୁ ଆସନ୍ତି, ତେବେ ଆମେ ମଧ୍ୟ ଆପଣଙ୍କ ତରଫରୁ ନିଶ୍ଚିନ୍ତ ହୋଇପାରିବୁ। ରାମପ୍ରକାଶ ଜୀ ତାଙ୍କ ପୁଅର ପ୍ରସ୍ତାବ ଶୁଣି ବହୁତ ଖୁସି ହୋଇଥିଲେ। ସେ ଭାବିବା ଆରମ୍ଭ କଲେ ଯେ ଚାକିରିରୁ ଅବସର ନେବାର 5 ବର୍ଷ ବିତିଗଲାଣି। ଏପରି ପରିସ୍ଥିତି ହେବା ଉଚିତ ନୁହେଁ ଯେ ଦିନେ ହଠାତ୍ ମୋ ଆଖି ବନ୍ଦ ହୋଇଯିବ ଏବଂ ମୋ ପୁଅ ମୋ ଶବକୁ କାନ୍ଧ ଦେବା ପାଇଁ ମଧ୍ୟ ପହଞ୍ଚି ପାରିବ ନାହିଁ। ଏକଥା ଭାବି ରାମପ୍ରକାଶ ଜୀ ତାଙ୍କ ପୁଅକୁ ସମ୍ମତି ଦେଲେ। ତାପରେ ସୌରଭ କହିଲେ, ବାପା, ଏବେ ତୁମେ ଆମ ପାଖକୁ ଆସିବ। ଏବେ ସେଠାରେ ଥିବା ଆମ ଘରର କୌଣସି ଆବଶ୍ୟକତା ନାହିଁ, ତେଣୁ ତାହାକୁ ବିକ୍ରି କରିଦିଅନ୍ତୁ। ରାମପ୍ରକାଶ ଜୀ ଘର ବିକ୍ରି ବିଷୟରେ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ତାଙ୍କ ପତ୍ନୀଙ୍କ ମଧୁର ସ୍ମୃତି ଏହି ଘର ସହିତ ଜଡ଼ିତ। ସେହି ଘରର ପ୍ରତିଟି ଜିନିଷକୁ ସେ ନିଜ ହାତରେ ସଜାଇଥିଲେ। କିନ୍ତୁ ପୁଅ ମଧ୍ୟ ଠିକ୍ କହୁଛି ଯେ ଏହି ଘରକୁ ଫେରିବ କିଏ? ଏହା ଭାବି ସେ ଘର ବିକ୍ରି କରିବାକୁ ରାଜି ହୋଇଯାଇଥିଲେ ଏବଂ ପରଦିନ ଖବରକାଗଜରେ ଘର ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲେ। କିଛି ଦିନ ମଧ୍ୟରେ ଘର କିଣିବା ପାଇଁ ଗ୍ରାହକ ରେଡି ମଧ୍ୟ ହୋଇଯାଇଥିଲା। ପ୍ରାୟ 1 ମାସ ପରେ ସୌରଭ ଭାରତ ଆସି ଘର ବିକ୍ରୟ ଟଙ୍କାର ଦେବାନେବା କରିନେଇଥିଲା। ରାମପ୍ରକାଶ ଜୀ ବ୍ୟାଙ୍କରେ ଯେଉଁ ଏଫ୍ଡି ବନାଇ ରଖିଥିଲେ, ସୌରଭ ବ୍ୟାଙ୍କରେ ରଖିଥିବା ଏଫ୍ଡିର ଏକ ଡ୍ରାଫ୍ଟ ମଧ୍ୟ ବନାଇ ନେଇଥିଲା ଏବଂ ସମସ୍ତ ସମ୍ପତ୍ତି ବିକ୍ରି କରିବା ପରେ ସେମାନେ ବର୍ତ୍ତମାନ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ ହେଉଥିଲେ। ନିର୍ଦ୍ଧାରିତ ସମୟରେ ସେମାନେ ଏୟାରପୋର୍ଟ ପହଞ୍ଚିଗଲେ। ସୌରଭ କହିଲେ, ବାପା, ଆପଣ ସୋଫା ଉପରେ ବସନ୍ତୁ। ସମସ୍ତ ଫର୍ମାଲିଟି ଗୁଡ଼ିକ ପୂର୍ଣ୍ଣ କରିବାକୁ ସମୟ ଆବଶ୍ୟକ। ମୁଁ ଚେକ୍ ଇନ୍ କରି ଆସୁଛି, ତାପରେ ମୁଁ ଆପଣଙ୍କୁ ନେଇକରି ଯିବି। ରାମପ୍ରକାଶ ଜୀ ସେଠାରେ ସୋଫାରେ ବସିଥିଲେ ଓ ତାଙ୍କ ମନ ଅତୀତରେ ହଜିଯାଇଥିଲା। ହଠାତ୍ ତାଙ୍କ ଜୀବନର ପୃଷ୍ଠା ଖୋଲିବାକୁ ଲାଗିଲା। ଯେଉଁ ଘରକୁ ତାଙ୍କ ପତ୍ନୀ ଏତେ ସ୍ନେହରେ ତିଆରି କରିଥିଲେ, ସେହି ଘର ବିକ୍ରି କରିବା ସମୟରେ
ତାଙ୍କ ମନ ଭାରି ହୋଇଯାଉଥିଲା। ସହରକୁ ଆସିବା ପୂର୍ବରୁ ରାମପ୍ରକାଶ ତାଙ୍କ ପତ୍ନୀ ସୁନେନାଙ୍କୁ କହିଥିଲେ ଯେ ଘର ଭଡ଼ା ନେଇ ଆରାମରେ ରହିବା, କିନ୍ତୁ ସୁନେନା ରାଜି ନଥିଲେ ଏବଂ କହିଲେ ଯେ ଆମେ କେବଳ ବର୍ତ୍ତମାନକୁ ଭଡ଼ା ଘରେ ନେଇ ଆରାମରେ ରହିପାରିବା, କିନ୍ତୁ ଭବିଷ୍ୟତର ଚିନ୍ତା ରହିବ। ତେଣୁ ଯାହା ହେଉନା କାହିଁକି ଲୋନ୍ ନେଇ ମଧ୍ୟ ଛୋଟ ଘର କିମ୍ବା ଫ୍ଲାଟଟିଏ ଆମେ କିଣିନେବା। ବୃଦ୍ଧାବସ୍ଥାରେ କୁଆଡ଼େ ବି ବୁଲିବାକୁ ପଡ଼ିବ ନାହିଁ। କେତେ ଖୁସିରେ ମୁଁ ଏହି ଘର କରିଥିଲି। ସୁନେନା ମଧ୍ୟ କିଛି ଦିନ ହିଁ ଏହି ଘରେ ରହିପାରିଥିଲେ। ହଠାତ୍ ଦିନେ ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଗଲା। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲା ଏବଂ ସେ ମୋତେ ଏହି ଦୁନିଆରେ ଏକୁଟିଆ ଛାଡ଼ି ଈଶ୍ୱରଙ୍କ ପାଖକୁ ଚାଲିଗଲେ। ସୁନେନାଙ୍କ ମୃତ୍ୟୁ ପରେ ସୌରଭ ମାତ୍ର କିଛି ଦିନ ପାଇଁ ଭାରତ ଆସିଥିଲା ଏବଂ କିଛି ଦିନ ପରେ ହିଁ ଫେରିଗଲା। କିନ୍ତୁ ସୌରଭ ମଧ୍ୟ ଚାଲିଯିବା ପରେ ରାମପ୍ରକାଶ ବହୁତ ଏକାକୀ ହୋଇଯାଇଥିଲେ। ତାଙ୍କୁ କୌଣସି ସ୍ଥାନକୁ ଯିବାକୁ ମନ ଲାଗୁନଥିଲା। ସେହି ଘରେ ଏକୁଟିଆ ରହିବା ତାଙ୍କୁ ଏପରି ଅନୁଭବ କରାଉଥିଲା ଯେପରି ଘର କାଟିବାକୁ ଦୌଡୁଛି। ରାମପ୍ରକାଶ ଯିଏ କେବେ ଘରର କାମ କରିନଥିଲେ, ଏବେ ନିଜେ ରୋଷେଇ କରିବା ଆରମ୍ଭ କରିଥିଲେ ଏବଂ ଘର ସଫା କରିବା ପାଇଁ ଜଣେ ମହିଳାଙ୍କୁ ସେ ରଖିଥିଲେ। ହଠାତ୍ ରାମପ୍ରକାଶ ଜୀଙ୍କ ଧ୍ୟାନ ବିଚଳିତ ହୋଇଗଲା। ସେ ଭାବିଲେ ବହୁତ ଡେରି ହୋଇଗଲାଣି, ସୌରଭ ଏପର୍ଯ୍ୟନ୍ତ କାହିଁକି ଫେରି ନାହିଁ। ଯେତେବେଳେ ସେ ଘଣ୍ଟାକୁ ଦେଖିଲେ ପ୍ରାୟ 2 ଘଣ୍ଟା ବିତି ଯାଇଥିଲା। ରାମପ୍ରକାଶ ଅଷ୍ଟ୍ରେଲିଆ ଯାଉଥିବା ବିମାନର କାଉଣ୍ଟରକୁ ଯାଇ ମ୍ୟାଡାମକୁ ପଚାରିଲେ, ମ୍ୟାଡାମ, ମୋର ନାମ ରାମପ୍ରକାଶ ବର୍ମା ଏବଂ ମୋ ପୁଅର ନାମ ସୌରଭ ବର୍ମା। ଆମକୁ ଅଷ୍ଟ୍ରେଲିଆକୁ ଯାଉଥିବା ବିମାନରେ ଯିବାକୁ ଅଛି। ମୋ ପୁଅ ଚେକ୍ ଇନ୍ ପାଇଁ ଆସିଥିଲା, କିନ୍ତୁ ମୁଁ ତାକୁ ଏବେ କେଉଁଠି ଦେଖିପାରୁନାହିଁ। ରାମପ୍ରକାଶ ଜୀଙ୍କ କଥା ଶୁଣିବା ପରେ କାଉଣ୍ଟରରେ କାମ କରୁଥିବା ଜଣେ ମହିଳା ଯାତ୍ରୀଙ୍କ ତାଲିକା ଦେଖି କହିଲେ, ସୌରଭ ବର୍ମା ନାମକ ଜଣେ ଯାତ୍ରୀ ଏଠାକୁ ଆସି ଚେକ୍ ଇନ୍ କରିଥିଲେ, କିନ୍ତୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରାକୁ ଥିବା ବିମାନ ଉଡ଼ି 1 ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ରାମପ୍ରକାଶ ଜୀ ମହିଳାଙ୍କ କଥା ଶୁଣି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ସେ କହିଲେ, କିନ୍ତୁ ମ୍ୟାଡାମ, ମୋତେ ମଧ୍ୟ ସେହି ବିମାନରେ ଅଷ୍ଟ୍ରେଲିଆ ଯିବାକୁ ଥିଲା। ମୋତେ ନ ନେଇ ବିମାନଟି କେମିତି ଗଲା? ମ୍ୟାଡାମ କହିଲେ, ଏହା ସମ୍ଭବ ନୁହେଁ ମଉସା। ବିମାନରେ ଯିବାକୁ ଥିବା ସମସ୍ତ ଯାତ୍ରୀ ଚାଲିଯାଇଛନ୍ତି। କୌଣସି ଯାତ୍ରୀ ବାଦ୍ ରହିନାହାନ୍ତି। ଯଦି କୌଣସି ଯାତ୍ରୀ ନ ଆସିପାରନ୍ତି ତେବେ ଆମ ତରଫରୁ ଘୋଷଣା କରାଯାଏ। ରାମପ୍ରକାଶ ଅଶ୍ରୁଳ ସ୍ୱରରେ କହିଲେ, ତେବେ ମୋ ପୁଅ ମୋତେ ନ ନେଇ ହିଁ ଅଷ୍ଟ୍ରେଲିଆ ଚାଲିଗଲା। ଏହାର ଅର୍ଥ ସେ ମୋ ପାଇଁ ଟିକଟ ହିଁ କରିନଥିଲା। ଏହା କେଉଁ ପ୍ରକାରର ଜାଲିଆତି? ରାମପ୍ରକାଶଙ୍କ ପାଦ ତଳରୁ ଯେମିତି ମାଟି ଖସିଯାଇଛି। ସେ ମୁଣ୍ଡ ଧରି ଭୂମିରେ ବସିଗଲେ। ସେ ଭାବିବା ଆରମ୍ଭ କଲେ ଯେ କ'ଣ ମୋ ପୁଅ ଏତେ କଠୋର ହୋଇପାରେ, ଯାହାକୁ ଶିକ୍ଷା ଦେବା ପାଇଁ ଆମେ ଆମ ଜୀବନର ସୁବର୍ଣ୍ଣ ଦିନକୁ ମଧ୍ୟ ବଳିଦାନ ଦେଇଥିଲୁ, ଯାହା ଜୀବନ ପାଇଁ ଆମେ ନିଜ ଜୀବନର ଖୁସିକୁ ବଳି ଦେଇଥିଲୁ। ସୁନେନା ମୋତେ କହୁଥିଲା ଯେ ଆମ ବୃଦ୍ଧାବସ୍ଥା ପାଇଁ ମଧ୍ୟ ଆମେ କିଛି ସଞ୍ଚୟ କରିବା ଉଚିତ, କିନ୍ତୁ ମୋର କେବଳ ଗୋଟିଏ ଉତ୍ତର ଥିଲା, ସୌରଭ ଆମର ଏକମାତ୍ର ପୁଅ। ଯଦି ଆମେ ତାହାର ସୁଖ ସୁବିଧାର ବ୍ୟବସ୍ଥା କରିବା ନାହିଁ ତେବେ ଅନ୍ୟ କିଏ ରଖିବ? ଯଦି ସେ ଗୋଟିଏ ଖେଳନା ମାଗେ ତେବେ ମୁଁ 2ଟି ଆଣି ଦେଉଥିଲି। ବିଦେଶରେ ପାଠ ପଢ଼ିବା ପାଇଁ, ତାହାର ଜିଦ୍ ପୂରଣ କରିବା ପାଇଁ, ଟଙ୍କା ସଂଗ୍ରହ କରିବା ପାଇଁ କେତେ ଲୋକଙ୍କ ନିକଟରେ ହାତ ପତାଇଥିଲି। ମୁଁ କେବଳ ମୋ ପୁଅର ଇଚ୍ଛା ପୂରଣ କରିବାକୁ ସ୍ଥିର କରିଥିଲି ଯେ ସେ କିପରି ବିଦେଶ ଯାଇପାରୁ। ଏହି କଥାକୁ ନେଇ ମୋର ବଡ଼ ଭାଇ ମନୋଜଙ୍କ ସହ ମୋର ଝଗଡ଼ା ମଧ୍ୟ ହୋଇଥିଲା, କାରଣ ସେ ମୋତେ କୌଣସି ସାହାଯ୍ୟ କରିବାକୁ ମନା କରିଦେଇଥିଲେ। ସେ କହୁଥିଲେ ଯେ ଯେତେବେଳେ ଶକ୍ତି ନାହିଁ, ସାମର୍ଥ୍ୟ ନାହିଁ, ତେବେ ତୁମେ ନିଜ ପୁଅକୁ ବିଦେଶ କାହିଁକି ପଠାଉଛ? ଆମ ନିଜ ଦେଶରେ ପାଠପଢ଼ା ଯାଉନାହିଁ କି? ଏଠାରେ ପାଠ ପଢ଼ିବା ପରେ ପିଲାମାନେ କ'ଣ କାମ ପାଆନ୍ତି ନାହିଁ କି? ଯେତିକିର ଚାଦର ଥାଏ ସେତିକି ହିଁ ପାଦ ବିସ୍ତାର କରିବା ଉଚିତ। ମୋତେ ମୋ ଭାଇର ଏହି ସବୁ କଥା ଶୁଣି ବହୁତ କଷ୍ଟ ହେଉଥିଲା। ସେହିଦିନ ମୁଁ ନିଷ୍ପତ୍ତି ନେଇଥିଲି ଯେ ଆଉ ମୁଁ ସାହାଯ୍ୟ ପାଇଁ ମୋ ଭାଇଙ୍କ ଦ୍ୱାରରେ ପାଦ ମଧ୍ୟ ଦେବି ନାହିଁ। ସେବେଠାରୁ 2 ଭାଇଙ୍କ ମଧ୍ୟରେ ତିକ୍ତତା ଆସିଗଲା, କିନ୍ତୁ ଦେଖିଲେ ସେମାନେ କିଛି ଭୁଲ କହିନଥିଲେ। ସେ ଭାବିଲେ ଯେ ଯେଉଁ ପୁଅ କାରଣରୁ ମୁଁ ମୋ ଭାଇ ସହିତ ସମ୍ପର୍କ ଭାଙ୍ଗି ଦେଇଥିଲି, ଆଜି ସେହି ପୁଅ ମୋତେ ଅସହାୟ ଛାଡ଼ି ଚାଲିଗଲା, ଯେତେବେଳେ ମୋତେ ତାର ସବୁଠାରୁ ଅଧିକ ଆବଶ୍ୟକତା ଥିଲା। ସୁରକ୍ଷା କର୍ମଚାରୀଙ୍କ ସ୍ୱର ଶୁଣିବା ପରେ ରାମପ୍ରକାଶଙ୍କ ଧ୍ୟାନ ଭାଙ୍ଗି ଯାଇଥିଲା। ସେହି କର୍ମଚାରୀ ତାଙ୍କୁ ପଚାରିବା ଆରମ୍ଭ କଲେ, ସାର୍, ଆପଣଙ୍କୁ କୁଆଡ଼େ ଯିବାକୁ ଅଛି? ମୁଁ ଦେଖୁଛି ଆପଣ ଏଠାରେ ଦୀର୍ଘ ସମୟ ଧରି ବସି ରହିଛନ୍ତି। ରାମପ୍ରକାଶ କହିଲେ, ପୁଅ, ମୁଁ କୁଆଡ଼େ ଯିବି? ମୋର କୌଣସି ଠିକଣା ନାହିଁ। ମୋତେ ମୋ ପୁଅ ସହିତ ଅଷ୍ଟ୍ରେଲିଆ ଯିବାକୁ ଥିଲା, କିନ୍ତୁ ସେ ମୋତେ ଛାଡ଼ି ଚାଲିଗଲା। ବର୍ତ୍ତମାନ ମୋ ଭାଗ୍ୟ ମୋତେ କେଉଁଠାକୁ ନେଇଯିବ ମୁଁ ଜାଣେ ନାହିଁ। ଏହା କହି ରାମପ୍ରକାଶ ନିକଟରେ ରଖାଯାଇଥିବା ବେଞ୍ଚ ସାହାଯ୍ୟରେ ଠିଆ ହୋଇଥିଲେ। ସେ କିଛି ବୁଝିପାରିଲେ ନାହିଁ। ଦୁଃଖଭରା ହୃଦୟରେ ଏୟାରପୋର୍ଟରୁ ବାହାରି ଭାବିଲେ, ହେ ଭଗବାନ, ଏତେ କଠିନ ସମୟରେ ମୁଁ କୁଆଡ଼େ ଯିବି? ମୋତେ କିଏ ସମର୍ଥନ କରିବ? ଏବେ ମୋ ଘର ବି ମୋ ପାଖରେ ନାହିଁ। ମୁଁ ମୋ ବଡ଼ ଭାଇଙ୍କ ପାଖକୁ ଯିବି କି? ସେ ମୋତେ ସାହାଯ୍ୟ କରିବେ କି? ସେ ମୋତେ କ୍ଷମା କରିଦେଇଥିବେ କି? କିନ୍ତୁ ବର୍ତ୍ତମାନ ଅନ୍ୟ କୌଣସି ବିକଳ୍ପ ନାହିଁ। ମୁଁ ତାଙ୍କ ସାମ୍ନାରେ କାନ୍ଦିବି, ନିବେଦନ କରିବି ଏବଂ ତାଙ୍କୁ ମୋର ଅସହାୟତା ବିଷୟରେ ଜଣାଇବି। ହୁଏତ ତାଙ୍କ ମନ ତରଳିଯିବ।
ଥରେ ତାଙ୍କ ପାଖକୁ ଯାଇ ଦେଖେ ଏହା ଭାବି ସେ ବସରେ ଚଢ଼ିଗଲେ। ପ୍ରାୟ 2 ଘଣ୍ଟା ପରେ ଯେତେବେଳେ ସେ ତାଙ୍କ ଭାଇ ମନୋଜଙ୍କ ଘରେ ପହଞ୍ଚିଲେ, କଲିଂ ବେଲ୍ ବଜାଇବାରୁ ତାଙ୍କ ଚାକରାଣୀ କବାଟ ଖୋଲି କାହାକୁ ଭେଟିବେ ବୋଲି ପଚାରିଲେ। ରାମପ୍ରକାଶ ପଚାରିଲେ, ଘରେ ମନୋଜ ଭାଇ ଅଛନ୍ତି? ଚାକରାଣୀ ଉତ୍ତର ଦେଲେ, ହଁ, ବାବୁଜୀ ତ ଅଛନ୍ତି, କିନ୍ତୁ ଆପଣ କିଏ? ରାମପ୍ରକାଶ କହିଲେ, ତାଙ୍କୁ କୁହନ୍ତୁ ତାଙ୍କ ଭାଇ ଆସିଛନ୍ତି। ଏହି ସମୟରେ ମନୋଜଜୀ ବାହାରକୁ ଆସି ସାନ ଭାଇଙ୍କୁ ଏଭଳି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାମପ୍ରକାଶଙ୍କ ଧୈର୍ଯ୍ୟ ଭାଙ୍ଗିଗଲା ଏବଂ ସେ କାନ୍ଦିବାକୁ ଲାଗିଲେ। ମନୋଜ ବାବୁ ତାଙ୍କୁ ଭିତରକୁ ଆଣି ତାଙ୍କ ଭାଇଙ୍କୁ ତାଙ୍କ ଅବସ୍ଥାର କାରଣ ପଚାରିଲେ, କିନ୍ତୁ ରାମପ୍ରକାଶ କିଛି କହିବା ଅବସ୍ଥାରେ ନଥିଲେ। ତାଙ୍କ ମନ କରୁଥିଲା ତାଙ୍କ ଭାଇଙ୍କ କାନ୍ଧରେ ମୁଣ୍ଡ ରଖି ହୃଦୟ ଭରି କାନ୍ଦିବା ପାଇଁ। ତାଙ୍କ ଆଖିରୁ ଲୁହ କ୍ରମାଗତ ଭାବରେ ବୋହି ଚାଲିଥିଲା। ମନୋଜ ବାବୁ ସଙ୍ଗେ ସଙ୍ଗେ ତାଙ୍କ ଚାକରାଣୀଙ୍କୁ ପାଣି ଆଣିବାକୁ କହିଲେ। ମନୋଜ ବାବୁ ପଚାରିଲେ, ରାମପ୍ରକାଶ, କଥା କ'ଣ? ତୁମେ କାହିଁକି ଏତେ ଜୋରସେ କାନ୍ଦୁଛ ଏବଂ ତୁମେ ନିଜର ଏହା କେଉଁ ପ୍ରକାରର ଅବସ୍ଥା ବନାଇ ଦେଇଛ? ନିଅ, ପ୍ରଥମେ ଅଳ୍ପ ପାଣି ପିଇ ଶାନ୍ତ ହୋଇଯାଅ। ଏବେ ତୁମେ ତୁମ ଘରେ ଅଛ, ନିଜ ଭାଇଙ୍କ ପାଖରେ। ରାମପ୍ରକାଶଜୀ ଗଭୀର ନିଶ୍ୱାସ ନେଇ ପାଣି ପିଇ ଶାନ୍ତ ସ୍ୱରରେ କହିଲେ, ଭାଇ, ମୁଁ ତୁମକୁ କ'ଣ କହିବି? ଏହି ବୟସରେ ମୋ ପୁଅ ମୋତେ ଧୋକା ଦେଇଛି। ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି ଯେ ମୋତେ ଏପରି ଦିନ ବି ଦେଖିବାକୁ ପଡ଼ିବ ଯେଉଁଠାରେ ଚାରିଆଡ଼େ କେବଳ ଅନ୍ଧାର ଅଛି। ମନୋଜ ବାବୁ ପଚାରିଲେ, ମୁଁ କିଛି ବୁଝିପାରିଲି ନାହିଁ। ତୁମେ ଠିକ୍ ଭାବରେ ବୁଝାଇ କୁହ। ତୁମର ଏହି ଅବସ୍ଥା ଦେଖି ମୋ ମନରେ ଏକା ସାଙ୍ଗରେ ଅନେକ ପ୍ରଶ୍ନ ଉଠୁଛି। ତାପରେ ରାମପ୍ରକାଶଜୀ ତାଙ୍କ ଭାଇଙ୍କ ସାମ୍ନାରେ ପୁରା ଘଟଣା ବର୍ଣ୍ଣନା କଲେ। ମନୋଜ ଭାଇ ଗଭୀର ନିଶ୍ୱାସ ନେଇ ପ୍ରତିଟି କଥା ଅତି ଧ୍ୟାନର ସହ ଶୁଣିଲେ। ମନୋଜ ବାବୁ କହିଲେ, ଏହା କି ବିଡ଼ମ୍ବନା! ତୁମେ ତୁମ ପୁଅକୁ ଶିକ୍ଷା ଦେବା ଏବଂ ତାକୁ ଜଣେ ଭଲ ମଣିଷ କରିବା ପାଇଁ ନିଜର ସବୁ କିଛି ବାଜି ଲଗାଇଦେଲ ଓ ସେ ତୁମ ସହ ଏହି ପ୍ରକାର ବ୍ୟବହାର କଲା। ମା ବାପା କ'ଣ ଏହି ଦିନ ଦେଖିବା ପାଇଁ ନିଜ ପିଲାଙ୍କୁ ପାଳି ପୋଷି କରି ତାଙ୍କୁ ବଡ଼ କରନ୍ତି? କ'ଣ ଆଜିର ପିଲାମାନେ ଏତେ ସ୍ୱାର୍ଥପର ହୋଇଯାଇଛନ୍ତି? ଭାଇ, ଏବେ ମୁଁ ବୁଝିପାରୁନାହିଁ କ'ଣ କରିବି। ଏହି ବୟସରେ ମୁଁ କେଉଁଠିକୁ କାମ କରିବା ପାଇଁ ମଧ୍ୟ ଯାଇପାରିବି ନାହିଁ। ମୋତେ ବୃଦ୍ଧାଶ୍ରମକୁ ପଠାଇ ଦିଅ, ତାହା ହିଁ ଭଲ ହେବ। ତୁମେ କ'ଣ କହୁଛ? ରମେଶ ବାବୁ କହିଲେ, ସ୍ୱାଭିମାନରେ ମୁଣ୍ଡ ଟେକି ରହୁଥିବା ରାମପ୍ରକାଶ ଆଜି ବୃଦ୍ଧାଶ୍ରମ ଯିବା କଥା କହୁଛି। ଏହି ଘର ମଧ୍ୟ ତୁମର। ମୋ ଝିଅ ଶିଖାର ବିବାହ ପରେ ଓ ତୁମ ଭାଉଜଙ୍କ ଦୁନିଆ ଛାଡ଼ି ଚାଲିଯିବା ପରେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲି। ଏବେ ତୁମେ ଆସିଯାଇଛ। ଏବେ ଆମେ ଦୁହେଁ ଆରାମରେ ସମୟ ଅତିବାହିତ କରିବା। ବଡ଼ ଭାଇଙ୍କ କଥା ଶୁଣି ରାମପ୍ରକାଶଙ୍କୁ କିଛି ଆଶ୍ୱାସନା ମିଳିଥିଲା, କିନ୍ତୁ ସେ ନିଜ ଭାଇଙ୍କ ଉପରେ ବୋଝ ହେବାକୁ ଚାହୁଁନଥିଲେ। ଦୁଇ ଭାଇଙ୍କ ଭିତରେ କଥାବାର୍ତ୍ତା ହେଉଥିବା ବେଳେ ସେହି ସମୟରେ କଲିଂ ବେଲ୍ ବାଜିଲା। ଦେଖିଲା ବେଳକୁ ମନୋଜଙ୍କ ଝିଅ ଶିଖା କିଛି ଦିନ ରହିବାକୁ ଆସିଥିଲେ। ଏତେ ବର୍ଷ ପରେ ସେ ତାଙ୍କ ଦାଦାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ଯେତେବେଳେ ସେ ତାଙ୍କ ଅବସ୍ଥା ବିଷୟରେ ଜାଣିବାକୁ ପାଇଲେ ସେ ବହୁତ ଦୁଃଖିତ ହୋଇଥିଲେ ଏବଂ ଭାବୁଥିଲେ ଯେ ସୌରଭ ଭାଇ ଦାଦାଙ୍କ ସହ ଏମିତି କିପରି କରିପାରିବେ। ପରଦିନ ସକାଳେ ଶିଖା ତାଙ୍କ ବାପା ଓ ଦାଦାଙ୍କ ପାଇଁ ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରି ଖାଇବାକୁ ଦେଇ ଏକ ଅଲଗା ରୁମ୍କୁ ଚାଲିଗଲେ। ରାମପ୍ରକାଶଜୀ ଦେଖିଲେ ଯେ ଶିଖା ମୋବାଇଲରେ ଅନଲାଇନ୍ କ୍ଲାସ୍ ନେଉଛି। ତାଙ୍କୁ ଅନଲାଇନ୍ କ୍ଲାସ୍ ନେଉଥିବା ଦେଖି ରାମପ୍ରକାଶଜୀ କିଛି ଚିନ୍ତା କଲେ ଏବଂ ଯେତେବେଳେ ଶିଖା ବାହାରକୁ ଆସିଲା ସେ ଶିଖାକୁ କହିଲେ, ଝିଅ, ମୋତେ ଗୋଟିଏ କଥା କୁହ। ମୁଁ ମଧ୍ୟ ଘରେ ବସି ଅନଲାଇନ୍ କ୍ଲାସ୍ କରିପାରିବି କି? ମୋ ପୁଅ ବିଷୟରେ ଚିନ୍ତା କରି ବିବ୍ରତ ହେବା ଅପେକ୍ଷା ମୁଁ କିଛି କାମରେ ବ୍ୟସ୍ତ ହେବା ଭଲ। ତାଙ୍କ କଥା ଶୁଣି ଶିଖା କହିଲା, ଦାଦା, କାହିଁକି ନୁହେଁ? ଆଜିକାଲି ଅନଲାଇନ୍ କ୍ଲାସ୍ର ଯୁଗ ଅଛି। ନା ଆଉ ସ୍କୁଲ ଯିବାକୁ ପଡ଼ୁଛି, ନା ଘଣ୍ଟା ଘଣ୍ଟା ଛିଡ଼ା ହୋଇ ସ୍କୁଲ ଭଳି ପାଠ ପଢ଼ାଇବାକୁ ପଡ଼ୁଛି। ଆପଣ ନିଜ ସୁବିଧା ଅନୁସାରେ ପିଲାଙ୍କୁ ପାଠ ପଢ଼ାଇ ପାରିବେ ଏବଂ ସେମିତିରେ ମଧ୍ୟ ଆପଣ ଗଣିତ ବିଷୟର ବହୁତ ଭଲ ଶିକ୍ଷକ ଥିଲେ। ଶିଖା ରାମପ୍ରକାଶଜୀଙ୍କର ଏକ ଅନଲାଇନ୍ ରିଜ୍ୟୁମ୍ ତିଆରି କରି ନିଜ ସ୍କୁଲକୁ ପଠାଇଥିଲେ। କିଛି ସମୟ ମଧ୍ୟରେ ତାଙ୍କୁ ନିଯୁକ୍ତ ମଧ୍ୟ କରି ନିଆଗଲା। ଏବେ ଅନଲାଇନ୍ରେ ପାଠ ପଢ଼ାଇବା ପାଇଁ ଭଲ ପରିମାଣର ଟଙ୍କା ମଧ୍ୟ ମିଳିବାକୁ ଲାଗିଲା। ସକାଳ 9ରୁ ଦିନ 12ଟା ପର୍ଯ୍ୟନ୍ତ ସେ ପିଲାମାନଙ୍କୁ ଅନଲାଇନ୍ରେ ପାଠ ପଢ଼ାଉଥିଲେ। ବର୍ତ୍ତମାନ ସେ ବଞ୍ଚିବାର ଉଦ୍ଦେଶ୍ୟ ପାଇଥିଲେ। ସେ ପୂର୍ବ ଅପେକ୍ଷା ଅଧିକ ସୁସ୍ଥ ଜୀବନଯାପନ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ନିଜ ଜୀବନରେ ବହୁତ ସନ୍ତୁଷ୍ଟ ଥିଲେ, କିନ୍ତୁ ସେ ଗରିବ ପିଲାମାନଙ୍କ ପାଇଁ ମଧ୍ୟ କିଛି କରିବାକୁ ଚାହୁଁଥିଲେ। ତେଣୁ ସେ ପିଲାମାନଙ୍କ ପାଇଁ ନିଜର କୋଚିଂ ସେଣ୍ଟର ଖୋଲିବାକୁ ଚିନ୍ତା କରିଥିଲେ ଏବଂ ଏହି କାମରେ ମଧ୍ୟ ତାଙ୍କ ଝିଆରୀ ଶିଖା ତାଙ୍କୁ ସାହାଯ୍ୟ କରିଥିଲା। ଶିଖାଙ୍କ ସାହାଯ୍ୟରେ ସେ ଏକ ଜାଗା ଭଡ଼ା ନେଇ ନିଜର କୋଚିଂ ସେଣ୍ଟର ଖୋଲିଥିଲେ। ପାଠ ପଢ଼ାଇବା ପାଇଁ ସେ 2 ଜଣ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରିଥିଲେ। ତାଙ୍କ କୋଚିଂ ସେଣ୍ଟରରେ ଫିସ୍ ଅଧିକା ନଥିଲା ଏବଂ ଯେଉଁ ପିଲାମାନେ ଫିସ୍ ଦେଇପାରୁନଥିଲେ ସେମାନେ ମଧ୍ୟ ମାଗଣାରେ ପାଠ ପଢ଼ି ପାରୁଥିଲେ, ଯାହା ଫଳରେ ତାଙ୍କ କୋଚିଂ ସେଣ୍ଟରର ଲୋକପ୍ରିୟତା ବଢ଼ିବାରେ ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କ କୋଚିଂ ସେଣ୍ଟର ପାଇଁ ଏକ ବହୁତ ବଡ଼ ଜାଗା ପ୍ରଦାନ କରି ତାଙ୍କୁ ସାହାଯ୍ୟ କରିବା ପାଇଁ କିଛି NGO ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ। ବର୍ଷକ ମଧ୍ୟରେ ତାଙ୍କ କୋଚିଂ ସେଣ୍ଟର ଏକ ବଡ଼ ଅନୁଷ୍ଠାନର ରୂପ ନେଇଥିଲା। କୁହାଯାଏ ଯେ
कर्मर फल किपरि मध्य मिलिथाए। आज नचेत आसंता काली एही जीवन रे नहेले परवर्ती जीवन रे सौरभ तांको बापांकु धोखा देइथिले तेबे से सही कर्मर फलरू केमिति वर्ती पारिबे। जो बंधुंक सह मिसी से तांको बापांकु टंका लुटी नेइथिले सेही बंधु सौरभंकु ठकी तांकर समस्त टंका नहीं चलीगला। भागीदारी रे व्यवसाय आरंभ करिबा पई से चाकरी छाड़ी सारिथिले एवं वर्तमान तांकु केउठी मध्य आ चाकरी मिलु नथिला। शेषरे बिना टंकारे से केते दिन विदेश माटी रे तिष्टि पारिबे। जहाँ अल्प किछि टंका थिला से टिकट व्यवस्था करी भारत को फेरी आस्तिले। भारत फेरिबा परे सौरभ चाकरी संधान रे तांको स्त्री और पिला मानक सह ससुर घरे रहिले किंतु तांको कोनोसी भलो चाकरी मिलु नथिला एवं छोटो चाकरी तांको स्टैंडर्ड अनुसार मन हेउ नथिला एवं केते दिन सासु घरे बेकार ज्वाई को सम्मान देबे। एबे से अनुभव करबा आरंभ करले जे तांको ससुर घरे बोझ भाବରେ विवेचना करा जाउछि। से तांको जीवन को नै संपूर्ण असंतुष्ट थिले। दिने पढ़िबा पई खबर कागज उठाउथुवा बेले खबर कागज रे खबर सह बापांको फोटो देखि आश्चर्य होई जाइथिले। श्री रामप्रकाश वर्मा जी कठिन परिश्रम करी निजको पुणी थरे आत्मनिर्भरशील करिवार एक उदाहरण जे कि 65 वर्ष बयस रे निजर आभ्यंतरीण शिक्षक को पुनर्जागत करथिले। आजिर वयस्क लोकंक पई प्रेरणार उदाहरण सृष्टि करथिले। से सही महान शिक्षक मानक मध्यरु जणे जे गरीब पिला मानकु मागणारे गढ़ी तोलिबार दायित्व नेइथिले एवं तांको प्रशंसनीय कार्य को दृष्टि रखी तांको सरकार पुरस्कृत करबाकू जाउछंदी। से आश्चर्य हो जाइथिले जे तांको बापा जहांकु से धोखा देई छाड़ी चली जाइथिले से निजे एते बड़ पुरस्कार पाइबाकू जाउछंदी। खबर कागज रे थिबा खबर सह तांको कोचिंग सेंटर नाम और ठिकाना मध्य लेखा जाइथिला। सौरभ सहाय्य मागिबा पई निज पत्नी को नै तुरंत बापांकू भेटिबाकू दौड़ी जाइथिले। सेतेबेले सेमाने दुहे पहुंची देखिले जे सेठारे बहुत बड़ इंस्टीट्यूट अछि। सेमाने जेतेबेले भीतर को जाइथिले गार्ड तांको पचारिबारु से रामप्रकाश जी को भेटिबार अछि बोली कहिथिले। गार्ड तांको ऑफिस रे बसाई देई रामप्रकाश को डाकिबाकू गला। रामप्रकाश जी तांको कार्यालय को आसीबा मात्रे सौरभ तांको देखि आश्चर्य होई गला। तांको पितांको मुहरे एक समय दुख और असहायता देखा जाउथला किंतु एबे तांको मुहरे आत्मविश्वास थिला एवं से आसीबा मात्रे सौरभ तांको पादरे पड़ी कांदीबाकू लागिला। पुओ सौरभ को हठात देखि से आश्चर्य होई गले। तापरे सौरभ कहिले, बापा मते क्षमा कर दियो, मु एक बहुत बड़ भूल करिथिली। मु धोखा करी तुम घर बिक्री करी तुमको एकुटिया छाड़ी चली जाइथिली किंतु भगवान एथिपाई मते दंड देइछंदी। मु एक बहुत बड़ ठकामीर शिकार होईछि। मते केवल आपण ही एथिरु बंचाई पारिबे। पुओर कथा सुनी रामप्रकाश कहिले, पुओ बोधहुए तमे भूली जाउछ जे भगवान को लाठी माड़े शब्द नाही किंतु जेतेबेले एहार माड़ पड़े मनुष्य केउठिर मध्य हुए नाही एवं मोर क्षमा देवा विषय कहबाकू गले सेथिपाई मु तुमको केबे भी क्षमा करि पारिबि नाही। तुमे जुने वृद्ध पितांको विश्वास भांगिच। तुमे मते एकुटिया मरिबा पई एठारे छाड़िबा पूर्वरु थरे भी मो विषय चिंता करनथिल। बापा केउठी रहिबे कौन खाइबे गोटे पटे तुमे एवं अन्य पटे मनोज भाईको झियो शिखा जे विवाहित होइथिले मध्य तांको बापांको भल जत्न निए एवं सासु घरर मध्य जत्न निए। एबे तांको बहु लुह बाहर करी कहिले, बापा वर्तमान जहा घटिछि ताहाकू परिवर्तन करा जाई पारिबो नाही किंतु आपण जानती नाही जे आमे केते बड़ समस्या दी गति करूछु। आमे गोटिए गोटिए पैसा पई तरसी गलुनु। एबे पिलांको पाठ पढ़ा खर्च पई मध्य पैसा नाही। सौरभ कहिला, बापा दया करी हमको सहाय्य करंतु। तापरे रामप्रकाश जी स्पष्ट भाବରେ कहिले जे थरे मु तुम ठारू धोखा पाइबा परे मोर एहा ठारू अधिक धोखा सहिबार शक्ति नाही। तुमको जहा करिबाकू पड़िबो ताहा कर किंतु मु जहा भी टंका रोजगार करे मु निजे रोजगार करे। जदि मु वृद्धावस्था रे एते किछि हासिल करि पारली तेबे तुमर तो बयस एबे भी अछि। निजे टंका रोजगार कर एवं तुमे तुम जीवन को किपरि बंचिबो ताहा निजे देख किंतु मो ठारू आशा करी मो पाखकू तुमे पुणी केबे फेरी आसीबो नाही। मोर क्लास नेबार समय होई गेलानी, मु जाउछि। दुई पुओ बहु आश्चर्य होई बापांकू देखिबा आरंभ कले। आउ किछि कहिबा आगरु ही रामप्रकाश जी उठी निज क्लास नेबाकू चली गले। एबे सेमानंक पाखरे अनुताप करिबा व्यतीत अन्य कौनसी विकल्प पंथा नथिला। आजिर कहानीटी किपरि लागिला कमेंट बॉक्स रे आपणकर मतामत निश्चय जणांतु। धन्यवाद।